ଶ୍ରୀ ଜଗନ୍ନାଥ ପୁରାଣ କଥାର ପର୍ଯ୍ୟାୟରେ ଆଜି ଶୁଣିବା ଭାଗ 10। ଏଥିରେ ବଳ ଅସୁରର ଦେବତାମାନଙ୍କ ସହିତ ଯୁଦ୍ଧ, ବଳ ଅସୁରର ମୃତ୍ୟୁ ଏବଂ ଆମେ ଯେଉଁ ଦେଖୁଛେ ହୀରା ନୀଳା ମୋତି ମାଣିକ ଇତ୍ୟାଦି ବିଭିନ୍ନ ଖଣିଜ ପଦାର୍ଥ ତାର ସୃଷ୍ଟି କିପରି ହେଲା ବଳର ମୃତ୍ୟୁ ଶରୀରରୁ, ସେହି ବିଷୟରେ ଆଜି ଆମର ପୁରାଣ କଥା। ଦକ୍ଷଙ୍କର କନ୍ୟା ଦିତି ଏବଂ ଦନୁ ଯଥାକ୍ରମେ ଦୈତ୍ୟ ଏବଂ ଦାନବମାନଙ୍କୁ ଜନ୍ମ ଦେବା ପାଇଁ ସେ କଶ୍ୟପଙ୍କୁ ବିବାହ କରିଥିଲେ। ଉଭୟ ରାକ୍ଷସ ଜାତି ଥିଲେ, ଯେଉଁମାନେ ନିରନ୍ତର ଦେବତାମାନଙ୍କ ସହିତ ଯୁଦ୍ଧ କରୁଥିଲେ, ସ୍ୱର୍ଗଲୋକକୁ କବ୍ଜା କରିବାକୁ ଚେଷ୍ଟା କରୁଥିଲେ ଏବଂ ଭୂଲୋକକୁ ମଧ୍ୟ। ତ ଗୋଟିଏ ପରିବାର ବୃକ୍ଷର ଫଳ ହୋଇଥିଲେ ମଧ୍ୟ ଦେବତା ଓ ଅସୁରମାନେ କ'ଣ କରୁଥିଲେ ନା ପରସ୍ପର ପାଇଁ ରକ୍ତ ପାଇଁ ପାଗଳ ଥିଲେ, ଯୁଦ୍ଧ କରୁଥିଲେ। ଥରେ ସ୍ୱର୍ଗର ଦେବତା ସମସ୍ତ ଦେବତା ନିଜ ଜୀବନ ବଞ୍ଚିବା ପାଇଁ ପଳାୟନ କରୁଥିବାର ସମସ୍ତେ ଦେଖିଲେ। ବାଳ ନାମକ ଜଣେ ଅଜେୟ ଅସୁର ସେ ଇନ୍ଦ୍ରଙ୍କୁ ପରାସ୍ତ କରିକି ସ୍ୱର୍ଗ ଅଧିକାର କରିନେଲେ। ନିଜ ବାସସ୍ଥାନରୁ ବିତାଡ଼ିତ ହୋଇ ଦେବତାମାନେ କ'ଣ କଲେ ନା ଅସହାୟ ଭାବରେ ସେ ଦୁଆର ପାଖରେ ଠିଆ ହେଇଥିଲେ। ସେମାନେ ଆଉ ତାର ମାଲିକ ନଥିଲେ, ଅପମାନରେ ସେମାନେ ଜଳୁଥିଲେ। ସେମାନେ ସେଠାରୁ ଯାଉଥିବାର ଦେଖିକି ଦେଖିଲେ ଯେ ସେ ଅସୁର ଆସୁଛି, ବଳ ଅସୁର। ସିଏ କିନ୍ତୁ ଧାର୍ମିକ ସ୍ୱଭାବର ଥିଲା। ସିଏ କେବେ କାହାରି କୌଣସି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରୁନଥିଲା। ଦେବତାମାନେ ଛିଡ଼ା ହେଇଥିଲେ ସେଠି। ସିଏ ସେଠୁ ଘୋଷଣା କଲା, ଆପଣମାନେ ସମସ୍ତେ ହୁଏତ କ୍ଷମତା ହରାଇଛନ୍ତି, କିନ୍ତୁ ମୋର ସାହାଯ୍ୟର ହାତ ନୁହେଁ। ଅତୀତରେ ମୁଁ ମୁକ୍ତ ହସ୍ତରେ ଦାନ କରିଛି ଏବଂ ଆଗକୁ ମଧ୍ୟ କରିବି। ଆପଣମାନେ ଯେତେବେଳେ ବି ଯଜ୍ଞ କରିବେ ମୋର ସହଯୋଗ ସବୁବେଳେ ପାଇବେ। ଏ କହିକି ଚାଲିଗଲା ଅସୁର। ଇନ୍ଦ୍ର ତାପରେ କ'ଣ କଲେ ନା ସବୁ ଦେବତାମାନଙ୍କୁ ଚାହିଁକି ଟିକେ ସ୍ମିତହାସ୍ୟ ଦେଲେ। ଦେବତାମାନେ ଏବେ ଜାଣିପାରିଲେ ଯେ କେଉଁଥିପାଇଁ ଇନ୍ଦ୍ର ହସିଲେ। ଏଇ ଭିତରେ ଅସୁର ବାଳ କ'ଣ କରିଛି ନା ଗୋଟେ ଛୋଟିଆ ଭୁଲଟିଏ କରିଦେଇଛି। ସେ ନିଜ ପରାଜୟର ଚାବିକାଠି ଦେବତାମାନଙ୍କ ହାତରେ ଦେଇଦେଇଛି। କେମିତି? ଆସନ୍ତୁ ଶୁଣିବା। ଯଜ୍ଞ ହେଲା, ଦେବତାମାନେ ଯଜ୍ଞ ପ୍ରସ୍ତୁତି କଲେ। ଯଜ୍ଞର ନିଆଁ ଆକାଶ ଛୁଆଁ ହେଉଥିଲା, ମନ୍ତ୍ରଗାନରେ ଚାରିଆଡ଼ ପ୍ରକମ୍ପିତ ହେଉଥିଲା। ଦେବତାମାନଙ୍କ ପାଇଁ ନିଜ ଯୋଜନା କାର୍ଯ୍ୟକାରୀ କରିବାର ସମୟ ଏବେ ଆସିଯାଇଥିଲା। ଇନ୍ଦ୍ର ଏବଂ ଅନ୍ୟ ଦେବତାମାନେ କ'ଣ କଲେ ନା ସେ ପ୍ରାସାଦକୁ ଫେରିଲେ ଏବଂ ଅସୁରକୁ ଅତି ନମ୍ର ଭାବରେ ଅଭିବାଦନ କଲେ। କହିଲେ ଯେ ଆମେ ଗୋଟେ ଯଜ୍ଞର ଆୟୋଜନ କରିଛୁ ମହାରାଜ। ଅନୁଷ୍ଠାନ ସମ୍ପୂର୍ଣ୍ଣ କରିବା ପାଇଁ ଆମକୁ ଜଣେ ଏମିତି ବ୍ୟକ୍ତି ଦରକାର ଯାହାକୁ ବଳି ଦିଆଯାଇପାରିବ। ଅସୁର କହିଲା ଠିକ୍ ଅଛି, ବଳି ଦେବା। ତାପରେ ଇନ୍ଦ୍ର କହିଲେ ଯେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଆପଣ ନିଜକୁ ଅର୍ପଣ କରନ୍ତୁ, ଯେମିତି ଆମର ଯଜ୍ଞ ସଫଳ ହୋଇପାରିବ। ମାନେ ସିଏ ବଳ ଅସୁରକୁ କହିଲେ ଯେ ତୁମର ବଳି ହେବ। ସଭାରେ ସମସ୍ତେ ସ୍ତବ୍ଧ ହୋଇଗଲେ। ବଳ ଅତି ଭୟଙ୍କର ରୂପରେ ଛିଡ଼ା ହେଇଥିଲା। ତାର ଛାଇ ବି ଯେମିତି ସମସ୍ତଙ୍କୁ ଗ୍ରାସ କରିଦେଉଥିଲା। ଦେବତାମାନେ ଭାବୁଥିଲେ କ'ଣ ଅସୁର ଏନେ ଆମ ସମସ୍ତଙ୍କୁ ଗୋଟି ଗୋଟି କରି ହତ୍ୟା କରିବ ନା କ'ଣ? ତାର ଆଖି ଦୁଇଟା ପୁରା ଜଳୁଥିଲା। କିନ୍ତୁ ସେମାନେ ଏହା ବି ଜାଣିଥିଲେ ଯେ ବଳ ପରୋପକାରୀ ଥିଲା। ତଥାପି ନିଜକୁ କ'ଣ ସେ ବଳିଦାନ ଦେବ ଏମିତି ସେମାନେ ଭାବୁଥିଲେ। ଆହୁରି ଡରିଗଲେ ସେମାନେ। ବଳ ତାଙ୍କର ଆହୁରି ପାଖକୁ ଆସିଲା ଏବଂ ହାତ ଯୋଡ଼ିକିରି କହିଲା, ମୁଁ ପ୍ରସ୍ତୁତ ଅଛି। ଅଳ୍ପ ସମୟ ଭିତରେ ଯଜ୍ଞର ଶିଖା ବଳ ଅସୁରର ଶରୀରକୁ ଗ୍ରାସ କରିବାକୁ ଲାଗିଲା। ତାର ହାତ ଗୋଡ଼ ଦେହ ସବୁ ପୋଡ଼ିକିରି ମାଂସ ତରଳି ଯାଉଥିଲା। ଦେବତାମାନଙ୍କର କୌଶଳ କାମ କଲା। ବଳ ମୃତ୍ୟୁବରଣ କଲା। ସ୍ୱର୍ଗଲୋକ ପୁଣି ଥରେ ସେମାନଙ୍କର ହେଇଗଲା। ଦେବତାମାନେ ଆନନ୍ଦ ଉତ୍ସବ କରୁଥିଲେ, ତା ଶବ ଚାରିପଟେ ନାଚୁଥିଲେ। ଏହି ସମୟରେ କେହି ଜଣେ ଚିତ୍କାର କଲା, ଦେଖ ଦେଖ ଦେଖ, କି ଆଶ୍ଚର୍ଯ୍ୟର ଘଟଣା ଥିଲା। ଅସୁରର ସେହି ପୋଡ଼ା ଶରୀର ରୂପାନ୍ତରିତ ହେଉଥିଲା। ପ୍ରତ୍ୟେକ ଅଂଶ ଶକ୍ତ ହୋଇଯାଉଥିଲା ଏବଂ ଏତେ ଚମତ୍କାର ବସ୍ତୁରେ ପରିଣତ ହେଉଥିଲା ଯେ ସେମାନେ ତା ଉପରେ ନଜର ହଟେଇ ପାରୁନଥିଲେ। ପୂର୍ବରୁ ସେମାନେ କେବେ ଏତେ ସୁନ୍ଦର ଜିନିଷ ଦେଖିନଥିଲେ। ଏସବୁ କ'ଣ? ସେମାନେ କ'ଣ କଲେ ନା ଭଲ ଭାବରେ ଦେଖିବା ପାଇଁ ଆଗକୁ ତା ପାଖକୁ ଆସିଲେ। ବିଭିନ୍ନ ପ୍ରକାରର ରଙ୍ଗ ହେଇଯାଉଥିଲା ସେଇ ଶରୀରର ଅଂଶ ଗୁଡ଼ିକ, ନାଲି, ସବୁଜ, ନୀଳ, ହଳଦିଆ। ଏମିତି ଏକ ଅଦୃଶ୍ୟ ଆଭା ଯେ ଯାହା ସମସ୍ତଙ୍କ ଆଖିକୁ ଝଲସେଇ ଦେଉଥିଲା, ସେମାନଙ୍କ ହୃଦୟକୁ ଜିତି ନେଲା।
ଅସୁରର ଶେଷ ଅବଶେଷ ଇନ୍ଦ୍ରଧନୁ ପରି ଦେଖାଯାଉଥିଲା, ବିଭିନ୍ନ ରଙ୍ଗରେ ଲକ୍ଷ ଲକ୍ଷ ନକ୍ଷତ୍ରର ଉଜ୍ଜ୍ୱଳତାରେ ଚମକୁଥିଲା। ଏତିକି ବେଳେ କ'ଣ ହେଲା ନା ଆକାଶବାଣୀ ଶୁଣାଗଲା ଯେ ବଳଙ୍କର ଅନ୍ତିମ ନିଃସ୍ୱାର୍ଥପର କାର୍ଯ୍ୟ ତାଙ୍କ ମାଂସକୁ ପବିତ୍ର କରିଦେଇଛି। ଏହାକୁ ବ୍ରହ୍ମାଣ୍ଡରେ ଥିବା ସବୁଠାରୁ ମୂଲ୍ୟବାନ ପଥରର ଏକ ଭଣ୍ଡାରରେ ପରିଣତ କରିଦେଇଛି। ଦେବତାମାନେ ବିଶ୍ୱାସ କରିପାରୁନଥିଲେ ଯେ ଜଣେ ଅସୁରର ଶରୀର ଏତେ ଚମତ୍କାରୀ ହେଇପାରେ। ସେମାନେ ସାଙ୍ଗେ ସାଙ୍ଗେ କ'ଣ କଲେ ନା ସେଗୁଡ଼ିକ ଫେରେଇ ନେବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେସବୁ ଯେତେ ଚେଷ୍ଟା କଲେ ମଧ୍ୟ ସେଗୁଡ଼ାକ ଯାଇକି ସ୍ୱର୍ଗଲୋକରୁ କେଉଁଠି ଖସି ପଡ଼ିଲା ନା ଭୂଲୋକ ଆଡ଼କୁ ପଡ଼ିଲା। ମୃତଦେହଟି ସେତେବେଳକୁ କ'ଣ ହେଇଥିଲା ନା ବିଭକ୍ତ ହେବା, ଖଣ୍ଡ ଖଣ୍ଡ ହେବାକୁ ଲାଗିଥିଲା ଏବଂ ତା ଦେହର ଖଣ୍ଡ ଗୁଡ଼ାକ କ'ଣ ହେଇଗଲା ନା ବିଞ୍ଚି ହେଇଗଲା ପୃଥିବୀରେ ଏବଂ ବିଭିନ୍ନ ଖଣିଜ ଭଣ୍ଡାର ସୃଷ୍ଟି ହେଲା। ସମୁଦାୟ ଶରୀରର 84ଟି ଅଂଶ ପର୍ବତ, ଜଙ୍ଗଲ, ନଦୀ ଆଉ ସମୁଦ୍ର ଭିତରେ ଯାଇକି ପଡ଼ିଲା। ସେଥିରୁ 21ଟି ଅଂଶ ଆମର ଏ ପ୍ରକୃତିରେ ମିଳୁଥିବା ସବୁଠାରୁ ଉଜ୍ଜ୍ୱଳ ବସ୍ତୁ ଭାବରେ ଉଭା ହେଲେ। ସେଗୁଡ଼ିକ ରତ୍ନ ଭାବରେ ପରିଚିତ ହେଲେ। ସେଗୁଡ଼ିକ ମଧ୍ୟରୁ 9 ଗୋଟିକୁ ସବୁଠାରୁ ମୂଲ୍ୟବାନ ବୋଲି ଗ୍ରହଣ କରାଗଲା। ତାଙ୍କ ହାଡ଼ରୁ ହୀରା, ପିତ୍ତରୁ ମରକତ ବା ଏମରାଲ୍ଡ ସୃଷ୍ଟି ହୋଇଥିଲା। ତାଙ୍କ ରକ୍ତରୁ ରୁବି, ଆଖିରୁ ନୀଳା, ଦାନ୍ତରୁ ମୁକ୍ତା ଏବଂ ଚର୍ମରୁ ଗୋବେଦ ବା ଟୋପାସ୍ ତିଆରି ହେଲା। ତାଙ୍କ ନଖରୁ ହେଲା ପ୍ରବାଳ ବା କୋରାଲ୍ସ, ଅନ୍ତର୍ବୁର୍ଜୁଳାରୁ ଗାର୍ନେଟ୍ ଏବଂ ତାଙ୍କର କଣ୍ଠସ୍ୱରରୁ ଆସିଲା ବୈଦୁର୍ଯ୍ୟ ବା କ୍ୟାଟ୍ସାଇ। ଏଗୁଡ଼ିକ ନବରତ୍ନ ଭାବେ ପରିଚିତ ହେଲେ। ମୋ ସହିତ ଯୋଡ଼ି ହେଇ ରୁହନ୍ତୁ। ତାପରେ ପୁରାଣରେ ଆଉ କ'ଣ ହେଲା, ଆଗକୁ କ'ଣ ହେଲା ସବୁକିଛି କହିବି। ସବୁକିଛି ନେଇ ମୁଁ ପୁଣି ଆସିବି। ଧନ୍ୟବାଦ।